ସମସ୍ତ ସହକର୍ମୀ ବା ଅଧ୍ୟାପକ ଅଧ୍ୟାପିକା କର୍ମଚାରୀମାନଙ୍କୁ ସମ୍ମାନ ଜଣାଇ ମୁଁ ମୋର ୟୁଟ୍ୟୁବ୍ ଚ୍ୟାନେଲ୍ ଷ୍ଟଡି ଟେକ୍ ବାଇ ଦାସ ସାର୍କୁ ସ୍ୱାଗତ ଜଣାଉଛି, ଯାହା ସେହି ଦୁଃଖ ଯନ୍ତ୍ରଣାର କଥା 2008ରୁ 18 ବା 2008ରୁ 20 ବା 20ରୁ 25 ଯେଉଁ ଭାଇମାନେ ରହିଗଲେ ସେମାନଙ୍କର ଦୁଃଖ ଯନ୍ତ୍ରଣା। ଆମର ତ ଦୁଃଖ ଯନ୍ତ୍ରଣା, ତା ଭିତରେ ତାଙ୍କର ଆହୁରି ବି ଦୁଃଖ ଯେ କେଉଁଠି ନା କେଉଁଠି ଆମେ 488 କିମ୍ବା 662ର ଦୁଃଖ ଶୁଣୁନାହାନ୍ତି ସରକାର ବା ଅନୁଦାନ ମିଳିବାରେ ବିଳମ୍ବ କାହିଁକି? ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘର ଦାବିପତ୍ର ଖୋଲା କଥା ଦେଖିବା। ଇଏ ମୋର ଏଇଟା ଥମ୍ବନେଲର ନିଶ୍ଚିତ ଗୋଟିଏ ପଏଣ୍ଟ ଅଫ୍ ଭ୍ୟୁ ରହିବ। ତା ଭିତରେ ଆମେ ଦେଖିଛେ ଯେ ବିଭିନ୍ନ ପ୍ରକାର ଯେଉଁ ଆମର ରହିଲେ ଓଡ଼ିଶା ରାଜ୍ୟ ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘମାନେ, ସେମାନେ ବିଭିନ୍ନ ପ୍ରକାର ଜାଗାରେ ବିଭିନ୍ନ ପ୍ରକାର ଭାବରେ ଶାନ୍ତିପୂର୍ଣ୍ଣ ଭାବରେ ନିଶ୍ଚିତ ବିଧାୟକଙ୍କ କଥା ହୁଅନ୍ତୁ କିମ୍ବା ମନ୍ତ୍ରୀ ସ୍ତରୀୟ କଥା ହେଉ କିମ୍ବା ଆମର ବାଚସ୍ପତି ସ୍ତରୀୟ କଥା ହେଉ, ସେମାନେ ଗୋଟେ ଶାନ୍ତିପୂର୍ଣ୍ଣ ଭାବରେ ବାର୍ତ୍ତା ଜଣାଇବା ପାଇଁ ଯଥା ସମ୍ଭବ ଚେଷ୍ଟା କରି ଆସୁଛନ୍ତି। କିନ୍ତୁ କଥା ହେଲା, ନିଶ୍ଚିତ ଗୋଟେ ଗଭର୍ଣ୍ଣମେଣ୍ଟ ଅଳ୍ପକେ ଖସି ଯାଇଛି ଯେ ମୁଁ ଗୋଟେ ହାଇ ଲେବୁଲ୍ କମିଟି କରିଛି, ସେ ହାଇ ଲେବୁଲ୍ କମିଟି ନିଶ୍ଚିତ ବୁଝିବ, କେବେ ବୁଝିବ କିଛି ଜଣାପଡ଼ି ନାହିଁ। ନିଶ୍ଚିତ ଗୋଟେ କୌଣସି ନା କୌଣସି ଗୋଟେ ସୋର୍ସରୁ ଜଣାପଡ଼ିଥିଲା, ମୁଁ ନିଜେ ଭିଡ଼ିଓରେ କରିଥିଲି ଯେ ଏପ୍ରିଲ ମାସରେ ବାହାରିବାର ଅଛି ପେନ୍ସନ୍ ବା ଗୋଟେ ଏକ୍ସଟେନସନ୍ ବାହାରିବାର ଅଛି, ଏକ୍ସଟେନସନ୍ ଜିଓ ବା ପେନ୍ସନ୍। ସେମାନେ କ'ଣ କଲେ, ଟେକ୍ନିକାଲି ଗୋଟେ ସମସ୍ୟା କ୍ରିଏଟ୍ କରିଦେଲେ ଯେ ପେନ୍ସନ୍ର ଯେଉଁ ଇଏଟାକୁ ସେମାନେ ଗୋଟେ ପୋର୍ଟାଲକୁ ଆଣିଦେଲେ। ସେ ପୋର୍ଟାଲରେ ଯେ କେତେ ଜଣ ରିଟାୟାର୍ଡ଼ ହେଲେଣି, କେତେ ରିଟାୟାର୍ଡ଼ ହେବାକୁ ଯାଉଛନ୍ତି 30 ଭିତରେ ବା ତାପରେ କିମ୍ବା 18 ଭିତରେ କେତେ ଜଣ ରିଟାୟାର୍ଡ଼ ହେଇଛନ୍ତି, ତା ପୂର୍ବରୁ ଇଏ ଗୋଟିଏ ଫର୍ମାଟ୍ରେ ସେମାନେ ପ୍ରିନ୍ସିପାଲମାନଙ୍କୁ ମାଗିଦେଲେ ବା ଗଭର୍ଣ୍ଣମେଣ୍ଟ କହିଥିଲା ରିଜନାଲ୍ ଡାଇରେକ୍ଟରମାନଙ୍କୁ, ରିଜନାଲ୍ ଡାଇରେକ୍ଟର କହିଥିଲା ତା ଅଣ୍ଡରରେ ଯେଉଁ କଲେଜ ଆସୁଛି ସେ ପ୍ରିନ୍ସିପାଲମାନଙ୍କୁ। ୟା ଅର୍ଥ ସେମାନେ ଟେକ୍ନିକାଲି ନିଶ୍ଚିତ ଡିଲେ କରିବା ପାଇଁ ଚେଷ୍ଟା କରୁଛନ୍ତି। ଯଦିଓ ମୁଁ ଡିଲେର ଖବର ପାଇଛି, କିନ୍ତୁ ଚ୍ୟାନେଲ୍ ମାଧ୍ୟମରେ କହୁନାହିଁ ଏଇଥିପାଇଁ ଯେ ପୁଣି ଆଉ ଥରେ ପୁଣି ଗଭର୍ଣ୍ଣମେଣ୍ଟ ପୁଣି ଚେଞ୍ଜ କରିଦେଇପାରେ, କିଛି ତା'ର ଠିକଣା ନାହିଁ। ଯେଉଁ ବିଧାୟକମାନେ ଦାୟିତ୍ୱରେ ଅଛନ୍ତି ସେମାନେ ନିଜେ ବି କହୁଥିଲେ ଯେ ଆମେ ଏପ୍ରିଲ ମାସରେ ନିଶ୍ଚିତ ଗୋଟେ ଜିଓ ଏକ୍ସଟେନସନ୍ କରିବୁ ଆଉ ପେନ୍ସନ୍ କଥା ନିଶ୍ଚିତ ବୁଝିବୁ ବା 30ରୁ 40%, କିନ୍ତୁ ସେ କଥା ସେମାନେ କଲେ ନାହିଁ। ତା ଭିତରେ ଆମର ଭାଇମାନେ ଶାନ୍ତିପୂର୍ଣ୍ଣ ଭାବରେ ନିଶ୍ଚିତ ବିଧାୟକମାନଙ୍କୁ ତାଙ୍କର ଅପିଲ ପତ୍ର ଦେବାରେ ବ୍ୟସ୍ତ ଅଛନ୍ତି, ରହିବା ଆବଶ୍ୟକତା ବି ଅଛି। କିନ୍ତୁ ଏଭଳିଆ ଶାନ୍ତିପୂର୍ଣ୍ଣ ଭାବରେ କଲେ କେବେ ଗଭର୍ଣ୍ଣମେଣ୍ଟ ଶୁଣିବ କେବେ ନ ଶୁଣିବ କାହିଁ ଆଶା ଆମକୁ ଦିଶୁନାହିଁ। ଆଶାର ଆଲୋକ ଧୀରେ ଧୀରେ ମରିବାରେ ଲାଗିଛି। ଯାହା ବି ହେଉଛି ହଉ, ଦେଖିବା ଏ ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘର ଦାବିପତ୍ର। ଇଏ ଆପଣଙ୍କର ବାଙ୍କୀ ଶାଖା, ଇଏ ବାଙ୍କୀର ବିଧାୟକଙ୍କୁ ଦିଆଯାଇଛି। ଇଏ ଜଣେ ବାଙ୍କୀର ଯିଏ ଅଛନ୍ତି ଆମର ଜର୍ଣ୍ଣାଲିଷ୍ଟ ଅଛନ୍ତି, ସେମାନେ ଶୁଭେନ୍ଦୁ ପାତ୍ର ମହାପାତ୍ର, ସେ ଇଏ କରିଛନ୍ତି। ଦେଖିବା ଏ ଯେଉଁ ବିଧାୟକ ଅଛନ୍ତି ଆମର କଟକ ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ତଥା ନିଆଳି ବିଧାୟକ ଛବି ମଲ୍ଲିକଙ୍କୁ ଦିଆଯାଇଛି। ନିଆଳି ବିଧାୟକ ଛବି ମଲ୍ଲିକଙ୍କୁ, କିନ୍ତୁ କଥା ହେଲା ଯେ 8ରୁ 18 ପର୍ଯ୍ୟନ୍ତ ଯେଉଁମାନେ ସରକାରୀ ଅନୁଦାନ ପାଇଁ ଦାବିପତ୍ର ପ୍ରଦାନ ସହିତ ମୁଖ୍ୟମନ୍ତ୍ରୀ ନିକଟକୁ ସୁପାରିଶ ପତ୍ର ପ୍ରେରଣ ପାଇଁ ବିଧାୟକଙ୍କୁ ଅନୁରୋଧ କରାଯାଉଥିଲା ବା ବିଧାୟକଙ୍କୁ ଅନୁରୋଧ କରାଯାଉଛି। କେଉଁଠି ନା କେଉଁଠି ଆମେ ବେସରକାରୀ ମହାବିଦ୍ୟାଳୟରେ ଯେତେବେଳେ 8ରୁ 18 ମଧ୍ୟରେ ନିଯୁକ୍ତି ଅଧ୍ୟାପକ କର୍ମଚାରୀ ଅଧ୍ୟାପିକା ଅନୁଦାନ ପ୍ରଦାନ ନିମନ୍ତେ ଆମେ ବ୍ୟାକୁଳ ହେବାରେ ବ୍ୟସ୍ତ ଅଛନ୍ତି। କାହିଁକି ନା ଜଣେ ମୋର ବନ୍ଧୁ, ସିଏ ବନ୍ଧୁ ତ ଆମେମାନେ ସମସ୍ତେ ବନ୍ଧୁ, କାରଣ ଯେହେତୁ ଆମେମାନେ ଗୋଟିଏ ଡଙ୍ଗାରେ ବସିଛେ ବା ଗୋଟିଏ ଡଙ୍ଗାର ଆମେ ଯେହେତୁ ଯାତ୍ରୀ, ନିଶ୍ଚିତ ଆମମାନେ ସମସ୍ତେ ବନ୍ଧୁ। ଜଣେ ବାଲେଶ୍ୱରର ବନ୍ଧୁ ମେସେଜ କରିଥିଲେ ଯେ ମୋତେ 41 ବର୍ଷ ହେଇଗଲାଣି, ମୁଁ ମୋ ଜୀବନରେ କିଛି କରିପାରି ନାହିଁ। ଇଏ ପ୍ରକୃତିରେ ସତ କଥା ଯେ ଯେଉଁମାନେ 8ରୁ ଅଛନ୍ତି ତାଙ୍କୁ 41 କ'ଣ ତାଙ୍କୁ 45 ହେଇଯିବଣି। ଯେଉଁମାନେ 12-14ରେ ଅଛନ୍ତି ସେମାନଙ୍କୁ ନିଶ୍ଚିତ 40 ପାର ହେଇଗଲାଣି, କିଛି ଅସୁବିଧା ନାହିଁ। ଯେଉଁମାନେ ବର୍ତ୍ତମାନ 8ରେ ଅଛନ୍ତି ସେମାନଙ୍କୁ 28, 29, 30 ପାଖାପାଖି ପଳେଇଲାଣି। କିନ୍ତୁ କଥା ହେଲା ଯେ ଯେଉଁମାନେ 20ରୁ ଅଛନ୍ତି ସେମାନଙ୍କୁ ବି 28, 29, 30 ବି ପାଖାପାଖି ପଡ଼ିଲାଣି। କିନ୍ତୁ ଯେଉଁମାନେ 18ରୁ ଅଛନ୍ତି ନିଶ୍ଚିତ ତାଙ୍କୁ 30 ପାର ହେଇଯିବଣି।
ଏ ସବୁ ଦୁଃଖ ଯନ୍ତ୍ରଣା ଭିତରେ ଯେତେବେଳେ ଆମମାନେ ବୟସର ଧୀରେ ଧୀରେ ଗତି କରି ଚାଲିଛି, ଆମର ଦୁଃଖ ଯନ୍ତ୍ରଣା ବଢ଼ି ବଢ଼ି ଚାଲିଛି। ଗଭର୍ଣ୍ଣମେଣ୍ଟ ଟିକେ ଶୁଣିବା ଆବଶ୍ୟକତା ଅଛି। ଯେଉଁ ଆମର ଶିକ୍ଷା ଉଚ୍ଚଶିକ୍ଷା ମନ୍ତ୍ରୀ ରହିଲେ ସେମାନେ ଟିକେ ବି ଶୁଣିବା ଆବଶ୍ୟକତା ଅଛି। ଖାଲି ଯେ ଆମେ ପ୍ରଦାନ କଲେ ହେବ ନାହିଁ। ପ୍ରଦାନ କଲେ କ'ଣ ହେବ? ଯେମିତି ଆମେ ଦେଖିବା ଯେ କନିଷ୍ଠ ଶିକ୍ଷକଙ୍କର ବାହାରିଥିଲା, ସେମାନେ ଗଭର୍ଣ୍ଣମେଣ୍ଟ କହିଥିଲା ଯେ ନାଇଁ ତୁମମାନଙ୍କର ରେଗୁଲାର କରାହେଇଯିବ। ତା ଭିତରେ ଯାଇକି ଗୋଟେ ହାଇକୋର୍ଟ ହେଇଯାଇଛି। ହାଇକୋର୍ଟ ଭିତରେ ସେ ତାଙ୍କର ପେଣ୍ଡିଂ ରହିଛି। ଇଏ ବି ଗୋଟେ ଗଭର୍ଣ୍ଣମେଣ୍ଟର ଟେକ୍ନିକ୍ ହେଇଯାଇପାରେ, ଏଇଟା କିଛି ବଡ଼ କଥା ନୁହଁ। କିନ୍ତୁ କଥା ହେଲା ଯେ ଆମକୁ ନିଶ୍ଚିତ ଯେ ଗଭର୍ଣ୍ଣମେଣ୍ଟ ଗୋଟେ ଚିନ୍ତା କରିବା ଦରକାର। ଯେତେବେଳେ ଆମେ ଏତେ ଦିନ ପଢ଼ିଲୁଣି ଯେ 6 ବର୍ଷ ପରେ ରେଗୁଲାର ହେବା କଥା, 17-18 ବର୍ଷ ପଡ଼ିଗଲେଣି। ଯେଉଁମାନେ 20ରୁ ଅଛନ୍ତି ସେମାନେ ବି 5-7 ବର୍ଷ ପଡ଼ିଗଲେଣି। ଆଉ ତା ଭିତରେ ଆଉ କେତେ ଦିନ ଆପଣମାନେ ଏମିତି ଆମକୁ ଦୁଃଖ ଯନ୍ତ୍ରଣା ଦେଇ ଚାଲିଥିବେ? ପେନ୍ସନ୍ କଥା ଯଦି କୁହାଯିବ, ପେନ୍ସନ୍ରେ ବି ସେମାନେ ସେମିତି 30 ବର୍ଷ 32 ବର୍ଷ ବା 35 ବର୍ଷ ଚାକିରି କଲା ପରେ, ଯେଉଁମାନେ ଯଦି କ୍ଲରିକାଲ ସେକ୍ସନରେ ଥିବେ ବା ଆପଣ ନନ୍ ଟିଚିଂ ଥିବେ, ସେମାନେ 40 ବର୍ଷ ଚାକିରି କଲା ପରେ ଯଦି ପେନ୍ସନ୍ ପାଉନାହାନ୍ତି, ତାଙ୍କଠୁ ଦୁଃଖ ଯନ୍ତ୍ରଣା ଆଉ କିଛି କହିହେବ ନାହିଁ। ସେ ଯାହା ବି ହେଉଛି ହଉ, ଆମର ନିଶ୍ଚିତ ବାଙ୍କିରୁ ଆମର ଦିଆହେଇଛି। ଏଠି ଯେଉଁମାନେ ରହିଲେ ଆମର ରାଜ୍ୟର ଓଡ଼ିଶା ରାଜ୍ୟ ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘ, ଏମାନେ ଦେଇଛନ୍ତି। କଟକ ଜିଲ୍ଲା ଶାଖା ତରଫରୁ ଦିଆହେଇଛି। ଆମର ଛବି ମଲ୍ଲିକଙ୍କୁ ଦିଆହେଇଛି। ଦେଖିବା ଏମାନେ କ'ଣ କରୁଛନ୍ତି, କମିଟିର କ'ଣ କରୁଛନ୍ତି। ୟା ପୂର୍ବରୁ ନିଶ୍ଚିତ ବି ଆମେ ଦେଇଥିଲେ ଏଠି, ୟା ପୂର୍ବରୁ ଆମେ ଦେଇଥିଲେ କେନ୍ଦ୍ରାପଡ଼ା ଶାଖା ଆଳିଖଣ୍ଡରେ ବି ଦିଆହେଇଥିଲା। ଆମର ଦିଆହେଇଥିଲା ଲ ମିନିଷ୍ଟ୍ରିଙ୍କୁ ଦିଆହେଇଥିଲା ବୋଧେ, ଏଠି ଲ ମିନିଷ୍ଟ୍ରିଙ୍କୁ ଦିଆହେଇଥିଲା। ଏ ସମସ୍ତଙ୍କୁ ଦିଆହେଉଛି। ସମସ୍ତେ ପ୍ରତିଶ୍ରୁତି ଦେଉଛନ୍ତି, କିନ୍ତୁ ପ୍ରତିଶ୍ରୁତିଟା ପ୍ରତିଶ୍ରୁତି ହେଇକି ରହିଯାଉଛି। ଆମେ ତାପରେ ବି ଚିକିଟି ବିଧାୟକଙ୍କୁ ଦିଆହେଇଥିଲା। ଚିକିଟି ବିଧାୟକ ଆମର ନିଜେ ଚିକିଟି ବିଧାୟକଙ୍କୁ ତାପରେ ଦିଆହେଇଥିଲା। ତାପରେ ଦିଆହେଇଥିଲା ଆମର ଏଠି ଦିଆହେଇଥିଲା ଯେ ଆମର ଯେଉଁ ରହିଲେ ବାଚସ୍ପତି ମହୋଦୟ ରହିଲେ, ତାଙ୍କୁ ନୟାଗଡ଼ରେ ବି ଦିଆହେଇଥିଲା। ରଣପୁର ନୟାଗଡ଼ ଶାଖାରୁ ଦିଆହେଇଥିଲା। ତଥାପି ଖାଲି ଆମେ ଦୁଃଖ ଯନ୍ତ୍ରଣା ଭିତରେ ରହିଯାଉଛନ୍ତି। ଆମ କଥା କେହି ଶୁଣୁନାହାନ୍ତି ବା ଶୁଣିବାକୁ ପ୍ରସ୍ତୁତ ନାହାନ୍ତି। ଏଠି ବି ଆପଣ ଚିକିଟିରେ ବି ଆପଣଙ୍କର ନିଜେ ଥିଲେ, ସ୍ୱୟଂ ନିଜେ ଥିଲେ ଆପଣଙ୍କର ହାୟର ଏଜୁକେସନ୍ ମିନିଷ୍ଟର ଯିଏ, ସେ ତାଙ୍କୁ ବି ଦିଆହେଇଥିଲା। ସିଏ ବି ପ୍ରତିଶ୍ରୁତି ଦେଇଥିଲେ, କିନ୍ତୁ ପ୍ରତିଶ୍ରୁତି ଖାଲି ପ୍ରତିଶ୍ରୁତି ହେଇକି ରହିଯାଇଛି। ଆମ ଦୁଃଖ ଯନ୍ତ୍ରଣା ଟିକେ ଦୂର ହେବାରେ କେଉଁଠି ନା କେଉଁଠି ସମ୍ଭାବନା ଆସୁନାହିଁ। ଏଇଠି ବି ନିଜେ ବି ରହିଲେ, ଚିକିଟି ବିଧାୟକଙ୍କୁ ଦିଆହେଇଥିଲା ହେଲା। ଏଭଳିଆ ଆମେ ପ୍ରୟାସ କରି ଚାଲିଛନ୍ତି। କିନ୍ତୁ କଥା ହେଲା ଯେ ଆମେ ପ୍ରୟାସ କରି ଚାଲିଛନ୍ତି, କିନ୍ତୁ ଗଭର୍ଣ୍ଣମେଣ୍ଟ ଆମ କଥା ଟିକେ ଶୁଣୁନାହିଁ। ଗଭର୍ଣ୍ଣମେଣ୍ଟ ଶୁଣିବା ଆବଶ୍ୟକତା ଅଛି। ଯଦି ନ ଶୁଣିବ ଆମେ ବି କ'ଣ କରିବା? କିନ୍ତୁ କଥା ହେଲା ଯେ ଗଭର୍ଣ୍ଣମେଣ୍ଟ ଯଦି ନ ଶୁଣିବ, ତାହେଲେ ଆମେ ନେକ୍ସଟ ଯେତେବେଳେ ବିଧାନସଭା ଚାଲିବ, ଆମକୁ ଗୋଟେ ଏକାଠି ହେବାକୁ ପଡ଼ିବ। ଏଠି ସମସ୍ତେ ଏକାଠି ହେବାକୁ ପଡ଼ିବ ଯେ 8ରୁ 13 ବା 8ରୁ 18 ବା 8ରୁ 20 ବା 20ରୁ 25 ଏମିତି କଲେ ହେବ ନାହିଁ। ସମସ୍ତେ ଏକାଠି ହେବାକୁ ପଡ଼ିବ। ସେତେବେଳେ ଯାହା ଯେତିକି ଯାଉଛି ଯାଉ, ବା ହୁଏତ ଗଭର୍ଣ୍ଣମେଣ୍ଟ ଯଦି ସବୁ ଗୁଡ଼ାକ ନେଇଗଲା ବି କିଛି ପ୍ରୋବ୍ଲେମ୍ ନାହିଁ। ଯେହେତୁ ଆମେ ଅଳ୍ପ ଅଳ୍ପ ଯାଇକି ସଂଖ୍ୟକ ଯାଉଛନ୍ତି, ଆମ କଥାକୁ କେହି ଗୁରୁତ୍ୱ ଦେଉନାହାନ୍ତି ବୋଲି ମୁଁ ଭାବିବାକୁ ପଡ଼ିବ। କିନ୍ତୁ କଥା ହେଲା ଯେ ଆପଣମାନେ ଏଇ ଚ୍ୟାନେଲ ସହିତ ଯୋଡ଼ି ହୋଇକି ରହିଥାନ୍ତୁ। ଯେତେବେଳେ ଯେକୌଣସି ଅପଡ଼େଟ୍ ନ୍ୟୁଜ୍ ଆସିବ, ନିଶ୍ଚିତ ଏଇ ଚ୍ୟାନେଲ ମାଧ୍ୟମରେ ଅପଲୋଡ଼ କରାଯିବ। ଆପଣମାନେ ପାଖରେ ନୋଟିଫିକେସନ୍ ଯାଇ ମୋବାଇଲରେ ପହଞ୍ଚିବ, ଆପଣମାନେ ଦେଖିଦେଇପାରିବେ। ଆଉ ଜଣେ ଭାଇ ମେସେଜ କରିଥିଲେ ଯେ ଏପ୍ରିଲ ମାସ ପଳେଇଲା, ଭାଇ କାହିଁ ବାହାରିଲାନି, କ'ଣ କରିବା? ମୁଁ ତ ନିଶ୍ଚିତ କହିଥିଲି ଯେ ଗଭର୍ଣ୍ଣମେଣ୍ଟର 10% ବେଳେବେଳେ ବି 100% ହେଇଯାଇପାରେ। ଗଭର୍ଣ୍ଣମେଣ୍ଟର କଥା ଯେଉଁ ପର୍ଯ୍ୟନ୍ତ ନ ବାହାରିଛି ସେ ପର୍ଯ୍ୟନ୍ତ କିଛି କହିହେବ ନାହିଁ। କିନ୍ତୁ ନିଶ୍ଚିତ ବାହାରିବ ବୋଲି ଗୋଟେ ଯୋଗାଯୋଗ ଥିଲା। ଯେତେବେଳେ ଆମର ପେନ୍ସନ୍ଟାକୁ ସେମାନେ ଗୋଟେ ପୋର୍ଟାଲ ମାଧ୍ୟମରେ ଡାଟା କଲେକ୍ସନ୍ କରିବାକୁ ଚେଷ୍ଟା କଲେ, ସେତେବେଳେ ଆମର କେଉଁଠି ନା କେଉଁଠି ମନୋବଳ ମଉଳିଗଲା। ନିଶ୍ଚିତ ସେମାନେ ଡିଲେ କରିବାରେ ବ୍ୟସ୍ତ ଅଛନ୍ତି। ବୋଧହୁଏ ନେକ୍ସଟ ବିଧାନସଭାରେ ସେମାନେ ଡିକ୍ଲେୟାର କରିବେ କି କ'ଣ, କି ଆପଣ ଗୁରୁ ଦିବସକୁ ନେବେ କି କ'ଣ କରିବେ, ସେ କଥା ଗଭର୍ଣ୍ଣମେଣ୍ଟକୁ ଜଣା। କିନ୍ତୁ କଥା ହେଲା ଯେ ନିଶ୍ଚିତ ଆମେ 488 ବା 662ଙ୍କ ଦୁଃଖ ନିଶ୍ଚିତ ସରୁନାହିଁ। କାରଣ ଆମ ଦୁଃଖ ସରୁନାହିଁ ଏଇଥିପାଇଁ, ଆମେ ଗୋଟେ ବୟସ ଗଡ଼ିଗଲାଣି। ଯେଉଁ ବୟସ ଗଡ଼ିଗଲାଣି ଆମେ ଏଠି କିଛି କରିପାରୁନାହାନ୍ତି। ଯେ ସମସ୍ତ ଘରରେ ସମସ୍ତଙ୍କର ନିଶ୍ଚିତ ଆମ ପ୍ରତି ଆଶା ଅଛି, ଭାଇ ଭଉଣୀଠୁ ଆରମ୍ଭ କରି ବିଭିନ୍ନ ପ୍ରକାର ଆମକୁ ଆଶା ଅଛି, କିନ୍ତୁ ଆମେ କାହାର ଆଶା ପୂରଣ କରିପାରୁନାହାନ୍ତି। ଆମେ ତ ନିଜେ ଚଳିବାକୁ ଅକ୍ଷମ, ଆଶାଙ୍କ ପୂରଣ କରିବା। ନିଶ୍ଚିତ ଅନୁଦାନ ମିଳିବାରେ ବିଳମ୍ବ କାହିଁକି ହେଉଛି? ବିଳମ୍ବ ତ ହେଉଛି, ମାନେ କାହିଁକି ବିଳମ୍ବ କରୁଛନ୍ତି? ମାନେ ହାଇ ପାୱାର କମିଟି ଗୁଡ଼ା ଆମକୁ ଦେଖାଇ ଦେଇଛନ୍ତି, ଚକୋଲେଟ୍ ଦେଖାଇ ଦେଇକି ଆମ ଗୋଟେ ଚଲେଇଛନ୍ତି। ଦେଖିବା। ହଉ, ରହିଲି ଆପଣମାନଙ୍କୁ ମୁଁ ଆଉ ଥରେ ଯେ ମୋର ସହପାଠୀମାନେ ବା ସହକର୍ମୀମାନେ ଯଦି ମୁଁ କହିବାରେ କିଛି
भूल हम ना कहीं आम गोटे डंगार आम मैंने बसचे। निश्चित आपण मानक मु मोर चैनल माध्यम स्वागत जनाई आज वीडियो को मुझे समाप्त करुच्ची। रही धन्यवाद। थैंक यू।